ଥରେ ଗୋଟେ ମା ଓଟ ଆଉ ଗୋଟେ ଛୁଆ ଓଟ ତଳେ ଶୋଇଥିଲେ ଆଉ ସେଇଠୁ ଛୁଆ ଓଟ ମାଆକୁ ପଚାରୁଛି, ମା ଆମର କୁଜ କାହିଁକି ଅଛି? ମା କହୁଛି, ଆମେ ମରୁଭୂମିରେ ରହୁନା, ସେଥିପାଇଁ ଆମେ ସେ କୁଜରେ ପାଣି ସଞ୍ଚୟ କରି ରଖୁ। ତାପରେ ଛୁଆ ଓଟ କିଛି ସମୟ ପରେ ଆଉ ଗୋଟେ କୋଶ୍ଚିନ୍ ପଚାରିଲା ଆଉ କହିଲା, ମା ତାହେଲେ ଆମ ଦିଟେ ଗୋଡ଼ ଗୁଡ଼ାକ କାହିଁକି ବହୁତ ବଡ଼ ବଡ଼ ଅଛି ଆଉ କାହିଁକି ଗୋଲିଆ ଗୋଲିଆ ହେଇଛି? ମା ଓଟ କହିଲା, ଯେତେବେଳେ ଆମେ ମରୁଭୂମିରେ ଚାଲୁ ବାଲି ଭିତରେ ଗୋଡ଼ ନ ପଶିଯିବା ପାଇଁ ପଶିଯିବ ତ ସେଥିପାଇଁ ଆମର ଲମ୍ବା ଲମ୍ବା ଗୋଡ଼ ଅଛି, ପଶିଗଲେ ଆମେ ତାକୁ ଇଜି ବହୁତ ସୁବିଧାରେ ବାହାର କରିଦେବୁ। ତାପରେ ଛୁଆ ଓଟ କିଛି ସମୟ ରହିଗଲା, ତାପରେ କିଛି ସମୟ ରହିଗଲା ଶୁଣିକି, ତାପରେ ମା ଓଟ ପଚାରିଲା ଛୁଆକୁ, ତୁ ଜାଣିଛୁ ଆମ ଆଖିର ଯେଉଁ ପତା ଅଛି ସେଥିରେ କାହିଁକି ଲମ୍ବା ଲମ୍ବା ଆଇବ୍ରୋ ପତା ଗୁଡ଼ାକ ଲମ୍ବା ଲମ୍ବା ଚୁଟି କାହିଁକି ଅଛି ସେଥିରେ? ତାପରେ ଛୁଆ ଓଟ କିଛି କହିପାରିଲାନି। ମା ଓଟ କହିଲା, ଯେତେବେଳେ ମରୁଭୂମିରେ ଧୂଳି ଝଡ଼ ହୁଏ, ସେଇ ପତା ଗୁଡ଼ାକ ଆମେ ଆଖି ବନ୍ଦ କରିଦେଲେ ସେଇ ଧୂଳି ଝଡ଼ରୁ ଆମେ ରକ୍ଷା ପାଇଯାଉ। ତାପରେ ଛୁଆ ଓଟ କିଛି ସମୟ ପରେ ଭାବିଲା, ତାହେଲେ ସେଥିପାଇଁ ଆମେ ମରୁଭୂମିରେ ରହୁ, ଏଥିପାଇଁ ଆମର ବଡ଼ ବଡ଼ ଗୋଡ଼ ଅଛି, କୁଜ ଅଛି, ଆଉ ପତା ଗୁଡ଼ାକ ଏମିତି ଆଉ। ତାପରେ କିଛି ସମୟ ପରେ କହିଲା, ତ ଆମେ ତ ବର୍ତ୍ତମାନ ତ ମରୁଭୂମିରେ ନାହୁଁ, ଆମେ ତ ବର୍ତ୍ତମାନ ଚିଡ଼ିଆଖାନାରେ ଅଛୁ, ତେଣୁ କାହିଁକି ଫିର୍ ବି ଆମର ବଡ଼ ବଡ଼ ଗୋଡ଼ କୁଜ ଆଉ ଅଛି?